ଭଗବାନଙ୍କ ସୃଷ୍ଟି ମହିମା ଏକ ଓଡ଼ିଆ ପୌରାଣିକ କାହାଣୀ। ସୃଷ୍ଟିର ଆରମ୍ଭରେ ନଥିଲା ଦିନ, ନଥିଲା ରାତି, ନଥିଲା ସୂର୍ଯ୍ୟ, ନଥିଲା ଚନ୍ଦ୍ର, ନଥିଲା ପୃଥିବୀ, ଆକାଶ କିମ୍ବା ସମୁଦ୍ର। ସବୁଆଡ଼େ କେବଳ ଅନନ୍ତ ନିରବତା ଓ ଅନ୍ଧକାର ବିରାଜ କରୁଥିଲା। ସେହି ଅନନ୍ତ ଶାନ୍ତିର ମଧ୍ୟରେ ବିରାଜମାନ ଥିଲେ ପରମେଶ୍ୱର। ସେ ଥିଲେ ସମସ୍ତ ଶକ୍ତିର ଉତ୍ସ, ସମସ୍ତ ସୃଷ୍ଟିର କାରଣ। ଏକ ସମୟରେ ଭଗବାନଙ୍କ ଇଚ୍ଛା ହେଲା ଏହି ଶୂନ୍ୟତାରେ ଜୀବନର ସ୍ପନ୍ଦନ ଭରିଦେବି। ପ୍ରେମ, ଧର୍ମ ଓ କର୍ମର ଏକ ସୁନ୍ଦର ଜଗତ ସୃଷ୍ଟି କରିବି। ତାଙ୍କର ଦିବ୍ୟ ସଂକଳ୍ପରୁ ସୃଷ୍ଟି ହେଲା ଆଲୋକ। ଅନ୍ଧକାର ଦୂର ହେଲା, ଆଲୋକ ସହିତ ଜନ୍ମ ନେଲା ସମୟ। ପରେ ସୃଷ୍ଟି ହେଲା ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ। ଏହି ପାଞ୍ଚ ମହାଭୂତରେ ସମନ୍ୱୟରେ ଗଢ଼ି ଉଠିଲା ସମଗ୍ର ବିଶ୍ୱ। ପରମେଶ୍ୱରଙ୍କ ନାଭିରୁ ଏକ ଦିବ୍ୟ ପଦ୍ମ ଫୁଟିଲା। ସେହି ପଦ୍ମ ଉପରେ ପ୍ରକଟ ହେଲେ ବ୍ରହ୍ମା। ଭଗବାନ ତାଙ୍କୁ କହିଲେ, ହେ ବ୍ରହ୍ମା, ଏହି ବିଶ୍ୱକୁ ଜୀବଜନ୍ତୁ, ବୃକ୍ଷଲତା, ପର୍ବତ, ନଦୀ ଓ ମନୁଷ୍ୟରେ ପରିପୂର୍ଣ୍ଣ କର। ବ୍ରହ୍ମା ଭଗବାନଙ୍କ ଆଦେଶ ପାଳନ କରି ସୃଷ୍ଟି କାର୍ଯ୍ୟ ଆରମ୍ଭ କଲେ। ପ୍ରଥମେ ସୃଷ୍ଟି ହେଲା ଉଚ୍ଚ ପର୍ବତମାଳା। ସେମାନଙ୍କ ମଧ୍ୟରୁ ଝରି ଆସିଲା ନିର୍ମଳ ନଦୀ। ନଦୀ କୂଳରେ ସବୁଜ ବନ ସୃଷ୍ଟି ହେଲା। ବନରେ ଫୁଲ ଫୁଟିଲା, ପକ୍ଷୀ ଗୀତ ଗାଇଲେ, ପଶୁମାନେ ସ୍ୱାଧୀନ ଭାବେ ବିଚରଣ କଲେ। ପୃଥିବୀର ଏକ ସୁନ୍ଦର ସ୍ୱର୍ଗରେ ପରିଣତ ହେଲା। ତାପରେ ଭଗବାନ ମନୁଷ୍ୟଙ୍କୁ ସୃଷ୍ଟି କଲେ। ସେ କେବଳ ଶରୀର ଦେଲେ ନାହିଁ, ବିବେକ, ପ୍ରେମ, କରୁଣା ଓ ସତ୍ୟକୁ ଚିହ୍ନିବାର ଶକ୍ତି ମଧ୍ୟ ଦେଲେ। ଭଗବାନ କହିଲେ, ପ୍ରକୃତିକୁ ସୁରକ୍ଷା କର, ସତ୍ୟର ପଥରେ ଚାଲ, ପରସ୍ପରକୁ ଭଲ ପାଅ। ଯେ ଅନ୍ୟର ଭଲ କରେ ସେ ମୋର ପ୍ରିୟ। କିନ୍ତୁ ସମୟ ବିତିବା ସହ କିଛି ଲୋକ ଅହଙ୍କାରୀ ହେଲେ। ସେମାନେ ପ୍ରକୃତିକୁ ନଷ୍ଟ କରିବାକୁ ଲାଗିଲେ, ଅନ୍ୟାୟ କରିଲେ ଏବଂ ଧର୍ମକୁ ଭୁଲିଗଲେ। ପୃଥିବୀରେ ଅଶାନ୍ତି ବଢ଼ିଗଲା। ସେତେବେଳେ ଭଗବାନ ବିଭିନ୍ନ ରୂପରେ ଅବତାର ଗ୍ରହଣ କରି ଧର୍ମର ରକ୍ଷା କଲେ। ସେ ଲୋକଙ୍କୁ ଶିଖାଇଲେ, ଧନ କିମ୍ବା ଶକ୍ତି ନୁହେଁ, ସତ୍ୟ, ଦୟା ଓ ଭକ୍ତି ହିଁ ମନୁଷ୍ୟର ପ୍ରକୃତ ସମ୍ପଦ। ଜଣେ ବୃଦ୍ଧ ଋଷି ତାଙ୍କ ଶିଷ୍ୟମାନଙ୍କୁ କହୁଥିଲେ, ଏହି ସୃଷ୍ଟିର ପ୍ରତ୍ୟେକ ଗଛ, ପ୍ରତ୍ୟେକ ନଦୀ, ପ୍ରତ୍ୟେକ ପ୍ରାଣୀ ଭଗବାନଙ୍କ ଅମୂଲ୍ୟ ଦାନ। ଯିଏ ସୃଷ୍ଟିକୁ ସମ୍ମାନ କରେ ସେ ପ୍ରକୃତରେ ଭଗବାନଙ୍କୁ ସମ୍ମାନ କରେ। ଏହି କଥା ଶୁଣି ଶିଷ୍ୟମାନେ ପ୍ରତିଜ୍ଞା କଲେ ଯେ ସେମାନେ ସର୍ବଦା ସତ୍ୟ କହିବେ, ଅନ୍ୟକୁ ସାହାଯ୍ୟ କରିବେ ଏବଂ ପ୍ରକୃତିର ସୁରକ୍ଷା କରିବେ। ସେହିଦିନ ଠାରୁ ସେହି ଆଶ୍ରମ ଚାରିପାଖରେ ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ି ଚାଲିଲା। ଲୋକମାନେ ବୁଝିଗଲେ ଯେ ଭଗବାନଙ୍କ ସବୁଠାରୁ ବଡ଼ ଚମତ୍କାର ହେଉଛି ତାଙ୍କର ସୃଷ୍ଟି ଏବଂ ସେହି ସୃଷ୍ଟିର ସୁରକ୍ଷା କରିବା ହିଁ ମନୁଷ୍ୟର ସର୍ବୋଚ୍ଚ ଧର୍ମ।